ତେଣୁ କଳାକାର ଜଣେ ଅଭିନୟ ବିଭିନ୍ନ ପ୍ରକାରର, ତେଣୁ ସେ ଅଭିନୟ କରନ୍ତି। ଯଦି ସେ ଆଜି ଗୋଟେ ଖଳନାୟକ ହେଇଛନ୍ତି, ଯଦି ଗୋଟେ ଡାଇରେକ୍ଟର ଚିନ୍ତା କରୁଛି ଆକୁ ନେଇକି ଆଙ୍କ ଭିତରେ ଗୋଟେ ପଜିଟିଭ ଜିନିଷ ମୁଁ ଦେଖିବାକୁ ଚାହେଁ। ଅଭିନୟରେ ସବୁ ଥାଏ, ଅଭିନୟରେ ପଜିଟିଭ ଥାଏ, ଅଭିନୟରେ ନେଗେଟିଭ ଥାଏ। ଗେଟଅପ୍ଟା କେଉଁ ଟାଇପ୍ର ଦିଆଯାଉଛି। ଗୋଟେ ଗେଟଅପ୍ ଦିଆହେଲା ଗୋଟେ ଡକାୟତର ଗେଟଅପ୍, ଲୋକ ଗୋଟେ ଡକାୟତ ଗେଟଅପ୍ ଦିଆହେଲା ଗୋଟେ ସନ୍ନ୍ୟାସୀ, ଲୋକ ଏଇଟା ସନ୍ନ୍ୟାସୀରେ ଅଭିନୟ କନା ହୁଏ। ଗୋଟେ ଡକାୟତର ଗେଟଅପ୍ ଆଉ ଗୋଟେ ସନ୍ନ୍ୟାସୀର ଗେଟଅପ୍। ମୁଁ ଗୀତଟା ଯେତିକି ଶୁଣିଲି ମତେ ବହୁତ ଭଲ ଲାଗିଲା, ଭେରି ହାର୍ଟ ଟଚିଂ ଗୀତ। ଜଗା ତୁ ଦେଲୁ ମୋତେ ଠକି, ଅତି ବଢ଼ିଆ ହେଇଛି, ସୁନ୍ଦର ମାନେ ମାନେ ଗୀତର ଯେଉଁ କମ୍ପୋଜିସନ୍ ଭାରି ବଢ଼ିଆ ଲାଗୁଛି। ଗୀତର ସ୍ୱର ମାନେ ଯେଉଁ ସଂଯୋଜନା କରିଛନ୍ତି ଭାରି ବଢ଼ିଆ ଲାଗୁଛି। ମୁଁ ଭାବୁଛି ଗୀତଟା ମାର୍କେଟରେ ବହୁତ ଭଲ ନାଁ କରିବ। ତ ମୋର ଆମ ଚ୍ୟାନେଲ ଯେ ଡିରେକ୍ଟର ଅଛନ୍ତି ଗୁଲସନ ସାର୍, ମୁଁ ଜାଣିନି କ'ଣ ପାଇଁ ଚିନ୍ତା କଲେ। ମୁଁ ସବୁବେଳେ ଖଳନାୟକ ହିସାବରେ କରି ଆସୁଥିଲି ଏବଂ ଆଗକୁ କରିବି ବୋଲି ଚିନ୍ତା, ମୋର ତ ସେୟା ହିଁ ଲକ୍ଷ୍ୟ। କ'ଣ ସେ ଚିନ୍ତା କଲେ ମୁଁ ଜାଣିନି, କ'ଣ ଠିକ୍ କଲେ କାଳେ ତୁମେ ପଜିଟିଭ୍ କରିବ ବୋଲି। ତେଣୁ ଏଇଟା ହେଉଛି ପ୍ରଭୁଙ୍କ ଡାକରା, ପ୍ରଭୁଙ୍କ ଯୋଗ। ଆଉ ତେଣୁ କେତେ ଦର୍ଶକ ମୋତେ ପସନ୍ଦ କରିବେ ମୁଁ ଜାଣିନି, କିନ୍ତୁ ଯେହେତୁ ଗୁଲସନ ସାର୍ ମୋ ଡିରେକ୍ଟର ଯିଏ ଅଛନ୍ତି, ସେ ଜିଦ୍ ଧରି ବସୁଛନ୍ତି କାଳେ ତୁମେ ଏ କରିବ, ଏ ପଜିଟିଭ୍ କରିବ ବୋଲି। ତ ତା ସହିତ ଆମର ସବୁ ବଡ଼ ଭାଇ ଅଛନ୍ତି, ଆମ କଳାକାର, ସିନିୟର କଳାକାର ଯେଉଁଠି ଅଛନ୍ତି, ଉପଦେଇ ଏବଂ ଅନ୍ୟ କଳାକାର ସମସ୍ତେ ମୋତେ ସେଇ କଥା ଆଜି ଯେଉଁ ରିଲିଜ୍ ହେଲା ଷ୍ଟୁଡ଼ିଓ ଭର୍ସନ୍, ସମସ୍ତେ ସେ ଏନକରେଜ୍ କଲେ କାଳେ ତୁମେ କର ବୋଲି, ସମସ୍ତେ ସପୋର୍ଟ କରିଛନ୍ତି। ଦେଖାଯାଉ ତାପରେ ଦର୍ଶକମାନଙ୍କର ଇଚ୍ଛା କେତେ ଦେବେ, କିନ୍ତୁ ମୁଁ ସାର୍ଙ୍କ କଥାକୁ ନିହାତି ରଖିବି, ଗୁଲସନ ସାର୍ଙ୍କର ଏବଂ 100% ଦେବାକୁ ମୁଁ ନିଜେ ବହୁତ ଚେଷ୍ଟା କରିବି। ଆଜ୍ଞା ଦେଖନ୍ତୁ, ଆମେ ଗୋଟେ ସାଧାରଣ କଳାକାର, କଳାକାର ଅଭିନୟ ଶିକ୍ଷା କରିକି ଆସିଛୁ। ତେଣୁ ଅଭିନୟ ଯାହା ଆସିଲେ ଆମେ କରିବାକୁ ଚେଷ୍ଟା କରିବୁ ବୋଲି ଆମେ ଚ୍ୟାଲେଞ୍ଜ କରି କହିପାରିବୁ, ଆମେ ଚେଷ୍ଟା କରିବୁ, ପ୍ରାଣପଣେ ଚେଷ୍ଟା କରିବୁ। କିନ୍ତୁ ଆଶା ଅଛି ଆମେ କରିବୁ। କିନ୍ତୁ ତା ଭିତରେ ଆମେ କଳାକାର ଯେତିକି କାମ କରନ୍ତି, ତା ଭିତରେ 50%ର ପାରିଶ୍ରମିକ ଥାଏ ଡିରେକ୍ଟରଙ୍କର। ସେ ଆମକୁ ସେଇ ଜାଗାରେ ନେଇ ପହଞ୍ଚେଇବେ, ସେଇ ଜାଗାରେ ମୁଁ କାମଟା ସହଜ କରିଦେବ ମୋର ଆଶା ଅଛି। ଆଉ ଗୁଲସନ ସାର୍ ଅଛନ୍ତି ମାନେ ମୁଁ ପଜିଟିଭ୍ 100% କରିପାରିବି। ଆଜ୍ଞା ଆମର ଯେଉଁ ଭଜନ ହେଉଛି ଜଗା ଦେଲୁ ତୁ ଠକି, ତାର ପ୍ରଯୋଜକ ହେଉଛନ୍ତି ଶ୍ରୀଯୁକ୍ତ ବୀରେନ୍ଦ୍ର ପଟ୍ଟନାୟକ, ଯିଏ ହେଉଛନ୍ତି ପଶ୍ଚିମ ଓଡ଼ିଶା ସୁନ୍ଦରଗଡ଼ ଜିଲ୍ଲାର ବଣିଆ ବ୍ଲକର ସରସରା ଗାଁ ଅଞ୍ଚଳର ଜଣେ ସୁନ୍ଦର ମଣିଷ, ସୁନ୍ଦର ଜଣେ ସମାଜସେବୀ। ସେ ଦୁଃଖ ସୁଖର ସମସ୍ତଙ୍କ ପାଖରେ ଠିଆ ହୁଅନ୍ତି। ସେ ବହୁତ ସୁନ୍ଦର ଚେଷ୍ଟା କରିଛନ୍ତି ଏବଂ ସେ ଚେଷ୍ଟା କରିଛନ୍ତି କେମିତି ସୁନ୍ଦର ଭାବରେ ଗୀତଟି ଗୋଟେ ପ୍ରଥମ ଥର ପାଇଁ ଆପଣମାନଙ୍କ ପାଖରେ ପହଞ୍ଚାଇବେ। ସେଥିପାଇଁ ମୁଁ ଏବଂ କଳାକାର ହିସାବରେ ଏବଂ ମୋର ଡିରେକ୍ଟର ଗୁଲସନ ଭାଇଙ୍କ ତରଫରୁ ଆପଣଙ୍କୁ ବହୁତ ଧନ୍ୟବାଦ। ଏବଂ ମୁଁ ଚାହେଁ ଦର୍ଶକମାନେ କେମିତି ଗୀତଟାକୁ ଭଲ ପସନ୍ଦ କରନ୍ତୁ ଏବଂ ଆମର ଚ୍ୟାନେଲକୁ ଲାଇକ୍, କମେଣ୍ଟସ୍, ସବସ୍କ୍ରାଇବ୍ କରନ୍ତୁ ଏବଂ ସେୟାର କରନ୍ତୁ। ଜୟ ଜଗନ୍ନାଥ। ମୁଁ ଗୁଲସନ